2025 ଯୁକ୍ତ 2 ରେଜଲ୍ଟ ସର୍ବପ୍ରଥମେ ନିଜ ମୋବାଇଲ ଜରିଆରେ କେମିତି ଦେଖିବେ, ଯାହାର ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ଆମେ ଆପଣଙ୍କୁ ଭିଡ଼ିଓରେ ଜଣାଇବୁ। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏକଥା ଜାଣିଥିବେ, ଏବେ ବୋର୍ଡ ମ୍ୟାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇସାରିଛି, CBSE 10th ରେଜଲ୍ଟ ମଧ୍ୟ ପ୍ରକାଶ ପାଇସାରିଛି। ହେଲେ ଏହି ମଧ୍ୟରେ ଯୁକ୍ତ 2 ଛାତ୍ରଛାତ୍ରୀ ଚାହିଁ ବସିଛନ୍ତି କେବେ ସୁଦ୍ଧା ସେମାନଙ୍କର ରେଜଲ୍ଟ ପ୍ରକାଶ ପାଇବ। ଆର୍ଟ୍ସ ଷ୍ଟ୍ରିମ୍, କମର୍ସ ଏବଂ ସାଇନ୍ସ ତିନୋଟି ଯାକର ଷ୍ଟ୍ରିମ୍ର ରେଜଲ୍ଟ ଆପଣ ଆଗୁଆ କେମିତି ଦେଖିପାରିବେ, ସେ ବି ନିଜ ମୋବାଇଲ ଥ୍ରୁରେ ଆମେ ଏହି ଭିଡ଼ିଓରେ ଆପଣଙ୍କୁ ଜଣାଇବୁ। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତ ଏଥିପାଇଁ ପ୍ରଥମେ ଆପଣଙ୍କୁ ଏକ ବ୍ରାଉଜର ଓପନ୍ କରିବେ। ଗୁଗଲ କ୍ରୋମ୍ ଓପନ୍ କରିଛି। ତ ଏଇଠି ଆପଣ ଓଡ଼ିଶା ଇଣ୍ଡିଆ ରେଜଲ୍ଟସ୍ ଲେଖିକି ଗୁଗଲରେ ସର୍ଚ୍ଚ କରିବେ। ଏବେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ପ୍ରଥମେ ଏକ ୱେବସାଇଟ୍ ଆସିଯିବ, odisha.indiaresults.com। ବାସ୍ ତାରି ଉପରେ ଆମେ କ୍ଲିକ୍ କରିବା। ଏବେ ଏଇଠି ଆପଣଙ୍କ ସାମ୍ନାରେ ୱେବସାଇଟ୍ଟି ମଧ୍ୟ ପୁରା ଓପନ୍ ହେଇଯିବ। ଏବେ ଦେଖିପାରୁଥିବେ ଆପଣଙ୍କ ସାମ୍ନାରେ ୱେବସାଇଟ୍ଟି ଏମିତି କିଛି ଓପନ୍ ହେବା ପରେ ତଳକୁ ସ୍କ୍ରୋଲ୍ କରିବେ। ଏବେ ଦେଖନ୍ତୁ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଯାହାକି 10th ପାଇଁ। ଆଉ ଟିକେ ତଳକୁ ଆମେ ସ୍କ୍ରୋଲ୍ କରିବା। ଏବେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏଠି ମିଳିଯିବ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଏମିତିକି କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍। ତ ଆମେ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ରେ କ୍ଲିକ୍ କରିବା, ଯେଉଁଟାକି CHSE। ତ ଯେପରି ଆମେ ତାରି ଉପରେ କ୍ଲିକ୍ କରୁଛେ, ଏବେ ଏଇଠି ଦେଖିପାରିବେ CHSE 12th ରେଜଲ୍ଟ 2025 ଡେଟ୍, ଯେଉଁଟାକି +2 ଆର୍ଟ୍ସ, ସାଇନ୍ସ, କମର୍ସ ଇଏ ମଧ୍ୟ ଅପସନ୍ ଦେଖାଇ ଦେଉଛି। ଦେଖିପାରୁଥିବେ +2 ଆର୍ଟ୍ସ, +2 କମର୍ସ ଆଣ୍ଡ ଭୋକେସନାଲ, ଏମିତିକି +2 ସାଇନ୍ସ। ଏ ଅପଡେଟ୍ ଆସିଗଲାଣି। ଖୁବ୍ ଶୀଘ୍ର ଏଇଠି ଆପଣଙ୍କୁ ଆଭେଲେବଲ୍ ନାଉ ଦେଖାଇବ। ଆପଣ ନିଜର ରୋଲ୍ ନମ୍ବର ଦେଇକି ମଧ୍ୟ ରେଜଲ୍ଟ ଦେଖିପାରିବେ କୁଇକଲି। ତେବେ ଏହି ୱେବସାଇଟ୍ରେ ପ୍ରତ୍ୟେକ ବର୍ଷ ସବୁଠୁ ପ୍ରଥମେ ମଧ୍ୟ ଆସିଥାଏ। ତେବେ ଆପଣ ବି ଏ ୱେବସାଇଟ୍ ଭିଜିଟ୍ କରିବା ପାଇଁ ହେଲେ, ଯାହାର ଲିଙ୍କ୍ ଆମେ ଡେସ୍କ୍ରିପ୍ସନ୍ରେ ଦେଇଛୁ, ଆପଣମାନେ ଯାଇ ଚେକ୍ କରିପାରିବେ। ଏଥର ଆର୍ଟ୍ସ, ସାଇନ୍ସ, ଭୋକେସନାଲ, କମର୍ସ ଗୋଟିଏ ଷ୍ଟ୍ରିମ୍ ବା ଆପଣ ତିନୋଟି ଯାକ ଷ୍ଟ୍ରିମ୍ ଗୋଟିଏ ଦିନରେ ରେଜଲ୍ଟ ମଧ୍ୟ ପାଇପାରିବେ।